ଆଜିର ଭିଡ଼ିଓରେ ଆମ ଘର ଆଉ ରୋଷେଇ ଘରର କିଛିଟା ଛୋଟ ଛୋଟ ଟିପ୍ ଅଛି, ଯାହାକି ଆମ ଗୃହିଣୀମାନଙ୍କ କାମକୁ ସହଜ ଆଉ ସରଳ କରିଦେବ, ଆଉ ମନି ସେଭିଂ ଆଉ ୟୁଜଫୁଲ୍ ମଧ୍ୟ ଅଛି। ନମସ୍କାର, କୁକ୍ ୱିଥ୍ ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ପ୍ରଥମ ଟିପ୍ ଆରମ୍ଭ କରୁଛି। ଦେଖନ୍ତୁ, ଏଠି ମୁଁ ଭାତ ଗରମ କରୁଛି। ଶୀତ ଦିନ ତ ଆମର ସବୁବେଳେ ଭାତକୁ ଗରମ କରିବାକୁ ପଡ଼େ। ଯେତେବେଳେ ଆମେ ଗରମ କରୁଛନ୍ତି ଭାତ ତଳ ଟିକେ ଟିକେ ଚଡ଼ଚଡ଼ ଚୁଚୁଡ଼ ଭଳିଆ ହେଇଯାଏ, ଲାଗିଯାଏ, ତ ପୋଡ଼ା ଗନ୍ଧାଏ। ଯଦି ପୋଡ଼ି ଯାଇଥାଏ, ଟିକେ ଟିକେ ଲାଗି ଯାଇଥାଏ, ତାହେଲେ ଆମେ ଏମିତି ଅଦା ଦେଇଦେବା, କିଛି ସମୟ ଏମିତି ଘୋରେଇ ଦେବା। ଯେତେବେଳେ ଆମେ ଘୋରେଇ ଦେବା, ତାର ଅଦାର ବାମ୍ଫ ଚାରିଆଡ଼େ ପଳେଇଯିବ, ତାହେଲେ ଆଉ ବିଲକୁଲ ବି ସେମିତି ଲାଗିବନି, ପୋଡ଼ା ଗନ୍ଧେଇବନି। ଆଉ ଯଦି ଅଳ୍ପ ଅଳ୍ପ ପୋଡ଼ିଥିବ, ତାହେଲେ ବହୁତ ଯଦି ତ ପୋଡ଼ିଥିବ, ସେ ତଳ ତଳ ଗୁଡ଼ା ଟିକେ ପୋଡ଼ା ଗନ୍ଧେଇବ, କିନ୍ତୁ ଉପରୁ ଉପରୁ ପୋଡ଼ା ଗନ୍ଧେଇବନି। ଆମେ ଭାତ ବାଢ଼ିବା, ପୁଣି ଅଦାକୁ କାଢ଼ିକି ରଖିଦେବା। ସେ ଅଦାକୁ ପୁଣି ଆମେ ଆଉଥରେ ବ୍ୟବହାର କରିବା, ଆଉ ସେ ଅଦାକୁ ଫୋପାଡ଼ିବାନି। ତାର ବାସ୍ନାଟା ଭାତ ଦେହରେ ଗଲା, ପୋଡ଼ା ଗନ୍ଧ ଆଉ ରହିବନି। ତ କିଛି ମାତ୍ରାରେ ନିଶ୍ଚୟ କମିଯିବ। ଫଲୋ କରନ୍ତୁ ଏ ଟିପ୍କୁ। ତ ଏବେ ଦେଖିବା ନେକ୍ସଟ ଟିପ୍। ଦେଖନ୍ତୁ, ଏଇଠି ମାଟି ଆଳୁ ନେଇଛି, ଯେଉଁ ଖମ୍ବ ଆଳୁ କହନ୍ତି, ତାକୁ ମୁଁ କାଟିକି ନେଇଯାଇଛି। ଦେଖନ୍ତୁ, ଭଲ ଭାବରେ ତାକୁ 2-3 ଥର ଧୋଇଦେବେ, ତାର ନାଲି ନାଲି ପାଣି ଗୁଡ଼ାକ ଯେମିତି ବାହାରିଯିବ। ଆଉ ଭଲ ଆଳୁ ନେଲେ ବି ସେ ଶୀଘ୍ର ସିଝିବ। ତ ଦେଖନ୍ତୁ, ତାପରେ ଏଇଥିରେ କ'ଣ କରିବା, ଆମେ ପିଆଜ ପକାଇଦେବା କାଟିକି। ତାପରେ ଏଥିରେ ବେସର ଦେଇଦେବା, ମାନେ ଜିରା, ସୋରିଷ, ରସୁଣ ଆଉ ଲଙ୍କା ଏସବୁକୁ ମୁଁ ବାଟି ନେଇଛି। ଏମିତି ହିଁ ଆମେ ଯଦି ଭାଜିବା, ଆମର ବହୁତ ବଢ଼ିଆ ଲାଗିବ ମାଟି ଆଳୁଟା। କଡ଼େଇରେ ଟିକେ ତେଲ ଦେଇକି ଟିକେ ଏପଟ ସେପଟ କରିଦେବା, ତା ଲାଳ ଅଂଶ ମରିଯିବ। ବେସର ଦେଇଦେବା, ତାପରେ ଏମିତି ଯେମିତି ସିଝିଯିବ, ଆମେ କ'ଣ କରିବା, ତାକୁ ଏମିତି ଦେଖନ୍ତୁ, ଏଇଠି ଯେଉଁ ତେନ୍ତୁଲି ମୁଁ ନେଇଛି, ଟିକେ ତେନ୍ତୁଲି କ'ଣ କରିବା, ତାକୁ ଗୋଳେଇକିରି ପାଣିରେ ଦେଇଦେବା। ଆଉ ଏଇ ମାଟି ଆଳୁ ସମସ୍ତଙ୍କୁ ଭଲ ଲାଗେନି, ଜଣ ଜଣଙ୍କୁ ବହୁତ ବଢ଼ିଆ ଲାଗେ, ଖାଆନ୍ତି, କିନ୍ତୁ ଏମିତି ଭାଜିଲେ ଜଣ ଜଣଙ୍କୁ ବିଲକୁଲ ବି ଭଲ ଲାଗେନି। ସାରୁ ଜଣ ଜଣଙ୍କୁ ଯେମିତି ଭଲ ନ ଲାଗେ ସେମିତି। ତ ଆମେ କ'ଣ କରିବା, ଏମିତି ତେନ୍ତୁଲି ଦେଇକି ତାକୁ କ'ଣ କରିବା, ଏମିତି ପୁରା ଭଲ ଭାବରେ ତାକୁ ଧ୍ୟାନ ଦେଇକି ଗୋଳେଇବା, ନହେଲେ ସିଝିଥିବ ଯଦି ସେ ସବୁ ପୁରା ଚପ୍ ମାନେ ହେଇଯିବ, ମିଶିଯିବ, ସବୁ ପାଚୁ ପାଚୁ ହେଇଯିବ। ତାକୁ ଏମିତି ଧ୍ୟାନ ଦେଇକି ଦେଖନ୍ତୁ, ମୁଁ ଏମିତି ଗୋଳଉଛି। ତାପରେ ଆମେ ତାକୁ କ'ଣ କରିବା, ନେଇଯିବା ତାୱା ବସାଇଦେବା। ତାୱାରେ କ'ଣ କରିବା, ତେଲ ପକାଇଦେବା। ତେଲ ପକାଇକି ସେଇ ଆଳୁକୁ ଭାଜିବା। ଦେଖିବେ, ଯଦି ଏମିତି ହିଁ ଭାଜୁଛନ୍ତି ଆଳୁ, ବହୁତ ହି ବଢ଼ିଆ ସୁନ୍ଦର ଲାଗିବ। ମାନେ ଏତେ ନ ଖାଇବା ଲୋକ ଆକୁ ଖାଇବେ। ତ ଯେତେବେଳେ ତ ଆମ ଘରକୁ ମାଟି ଆଳୁ ଆସେ, ମୁଁ ଏମିତି ହିଁ ଭାଜେ। ଆଉ ଗୋଟି ଗୋଟି କରିକି ତାକୁ ଏମିତି ତାୱାରେ ଭାଜିଲେ କ'ଣ ହେବ ନା, ଗୋଟି ଗୋଟିକି ପୁରା ବଢ଼ିଆ ଭାବରେ ଲାଲ ଲାଲ ହେଇକି ଭାଜି ହେବ। ଆଉ ଏତେ ସ୍ୱାଦ ଲାଗିବ, ଏତେ ସ୍ୱାଦ ଲାଗିବ ସାଙ୍ଗମାନେ। ଆପଣମାନେ ନିଜେ କେଉଁଦିନ ତିଆରି କରିଲେ, ଆକୁ ମାନେ ବନେଇଲେ ଜାଣିବେ। ଆଉ ଯଦି ନ ଖାଉଥିବା ଲୋକ ନିଶ୍ଚୟ ଖାଇବେ, ବହୁତ ବଢ଼ିଆ ଲାଗିବ। ଆଉ ମାଟି ଆଳୁରେ ପ୍ରବଳ ତେଲ ପିଇଯିବ। ମାଟି ଆଳୁ ଯେତେ ତେଲ ଦେବେ ସେତେ ବହୁତ ବଢ଼ିଆ ହେବ। ପୁରା ବହୁତ ବହୁତ ତେଲ ଦେଇକି ତାକୁ ଏପଟ ସେପଟ କରିକି ଲାଲ ଲାଲ କରିକି ଭାଜିଦେବା। ଦେଖନ୍ତୁ, ମୁଁ ଏଠି ଯେମିତି ଭାଜୁଛି ଗୋଟି ଗୋଟି କରିକି। ଯଦି ବେଶୀ ତିଆରି କରିଥିବେ, ତାହେଲେ ଅଧା ଅଧା କରିକି ଭାଜିବେ, ଏକାଥରେ ପକାଇବେନି। ଦେଖନ୍ତୁ, ଏଠି ଗୋଟି ଗୋଟି କରି ଭାଜି ଦେଉଛି। କେତେ ସୁନ୍ଦର ସେ ମାଟି ଆଳୁ ଭଜା ହେଇଛି, ଆଉ ଏତେ ବହୁତ ବଢ଼ିଆ ଲାଗୁଥିଲା। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ତ ସମସ୍ତେ ତ ବାଥରୁମ୍ ବ୍ୟବହାର କରୁଛନ୍ତି, ତ ଚୁଟି ଏଇସବୁ ଅଳିଆ ମୂଳିଆ ସବୁ ସେଇଠି ପଡ଼ିଥାଏ। ଆମେ ତାକୁ ହାତରେ ଗୋଟେଇବାକୁ ଜମା ବି ଭଲ ଲାଗେନି। କ'ଣ କରିବା, ପଲିଥିନ୍ ନେଇଯିବା, ପଲିଥିନ୍ ବାନ୍ଧିଦେଇକି ହାତରେ ଏମିତି ଅଳିଆକୁ ଗୋଟେଇ ନେଇଯିବା। ତ କେତେ ସହଜରେ ଆମେ ୟାକୁ ସଫା କରିପାରିବା। ହାତରେ ବି ତାକୁ ଏମିତି ସଫା କରିପାରିବା, ବିଲକୁଲ ବି ଆମ ହାତକୁ କିଛି ଅସନା ଲାଗିବନି। ତ ଏବେ ଯିବା ନେକ୍ସଟ ଟିପ୍କୁ। ତ ଏଠି ଦେଖନ୍ତୁ, ମୁଁ 2ଟା ଆଳୁ ନେଇଛି, ତାକୁ ଗ୍ରେଟର କରିଦେଉଛି। ତ ଏଇଭଳି ଛୋଟ ହୋଲ୍ ବାଲା ଥିବ ଗ୍ରେଟର, ତାକୁ ନେବେ। ଆଉ ଆଳୁକୁ ବଢ଼ିଆ ଭାବରେ ତାକୁ ଏମିତି ହିଁ ଗ୍ରେଟର କରିନେବେ। ଏଇଠି ବି ଆମର ବହୁତ ୟୁଜଫୁଲ୍ ଅଛି, ଆଉ ବହୁତ ଆମର କାମରେ ଆସିବ। ଆମର ମନି ସେଭିଂ ବି ହେଇପାରିବ। ତ ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ବଟନ୍ରେ ଦବାନ୍ତୁ, ଅଲ୍ରେ ମଧ୍ୟ ସିଲେକ୍ଟ କରନ୍ତୁ। ମୁଁ ଯାହାଫଳରେ କି ଯେକୌଣସି ଭିଡ଼ିଓ ପକାଇବି, କୌଣସି ଟିପ୍ ଭିଡ଼ିଓ ପକାଇବି, ଯାହା ବି ପକାଇବି, ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆପଣ ବି ତା'ର ଫାଇଦା ପ୍ରଥମେ ଉଠାଇ ପାରିବେ। ଏଠି ଦେଖନ୍ତୁ, ଆଳୁକୁ ମୁଁ ଭଲ ଭାବରେ ଗ୍ରେଟର କରିନେଲି, ଆଉ ଏମିତି ଭାବରେ ଚିପୁଡ଼ି ନେଉଛି। ଏଇ ଯେଉଁ ରସଟା ହିଁ ଆମର କାମ ଦେବ। ଏଇ ରସଟା ଆମକୁ ନିହାତି ଦରକାର। ଆଳୁ ରସରେ ଅଛି ଭିଟାମିନ୍ ସି, କାର୍ବୋହାଇଡ୍ରେଟ୍। ତ ଏଇଠି ଦେଖନ୍ତୁ, ମୁଁ 2ଟା ଛୋଟ ଛୋଟ ଆଳୁ ନେଇଥିଲି, ଏତିକି ରସ ବାହାରିଲା। ସେଇ ଅନୁସାରେ ଆମେ ଏଥିରେ କିଛି ଜିନିଷ ମିଶାଇବା। ତ ଏଠି ଦେଖନ୍ତୁ, ମୁଁ ଚୁଟକିଏ ହଳଦୀ ମିଶାଇଲି। ତାପରେ ଏଠି ବେସନ 1 ଚାମଚ ପାଖାପାଖି ମିଶାଇଲି। ତାପରେ ଆକୁ ଆଧିରେ ପୁଣି ମିଶାଇବା ମହୁ ଟିକେ। ଘରେ ଯଦି ମହୁ ଥିବ ନିଶ୍ଚୟ ମିଶାଇବେ। ନଡ଼ିଆ ତେଲ ଟିକେ ମିଶାଇ ଦେବେ। ନଡ଼ିଆ ତେଲ 3-4 ଠୋପା ମିଶାଇବେ।
ଯାହାକି ଶୀତ ଦିନ ଚାଲିଛି। ନଡ଼ିଆ ତେଲ ଆମ ମୁହଁକୁ ବହୁତ ହିଁ କାମ ଦେବ, ବହୁତ ଆମର ମୁହଁ କ୍ଲିଅର୍ କରେ ଆଉ ଚିକ୍କଣ କରେ। ଏସବୁ ଆମେ ଯଦି ମୁହଁରେ ଲଗାଇବା ମୁହଁ ଆମର ନିଶ୍ଚୟ ଗୋରା ସୁନ୍ଦର ହେବ, ଆଉ ଯେତେ ସବୁ ଦାଗ ଧପା ଥିବ ସବୁ କମିଯିବ। ଖରାକୁ ଯାଉଛନ୍ତି ଯଦି ଆଳୁ ଯେଉଁ ରସଟା ଆମ ମୁହଁକୁ ପୁରା ପ୍ରୋଟେକ୍ଟ ଦେବ। ହାତ ଗୋଡ଼ ଯଦି ସେମିତି ଚିହ୍ନ ହୋଇଯାଇଥିବ ଶୀତ ଦିନ ପାଇଁ ହାତ ଗୋଡ଼ କେମିତି କେମିତି ହେଇଯାଏ, ତ ତାକୁ ଆମେ ହାତ ଗୋଡ଼ ମୁହଁ ସବୁଆଡ଼େ ଲଗାଇ ପାରିବା। ଆମ ଘରେ ତିଆରି ହେଇଥିବା ଜିନିଷଟା, ପଇସା ବେଶୀ ଖର୍ଚ୍ଚ ନାହିଁ। ଆମ ଘରେ ଆମେ ତିଆରି କରିକି ଆମ ହାତ ଗୋଡ଼କୁ ଚିକ୍କଣ ଆଉ ଗୋରା କରିପାରିବା, ଖରା ଦାଉରୁ ରକ୍ଷା କରିପାରିବା। ଶୀତ ଦିନ ହେଲେ ବି ଖରାଟା ଆମ ଦେହ ପାଇଁ ବହୁତ ହିଁ ଖରାପ। ଶୀତ ଲାଗୁଥିବ ଯଦି ଆମେ ଟାଣ ଖରାରେ ବସିଯିବା ଆମ ଦେହ ହାତ ସେତେବେଳେ ଫାଟିଯିବ। ବିଲକୁଲ ବି ଆମେ ଶୀତ ଦିନ ହେଲେ ବି ଆମେ ଖରାରେ ଏତେ ସମୟ ବସିବା କଥା ନୁହଁ। କଅଁଳିଆ ଖରାରେ ବସିବା, କିନ୍ତୁ ଟାଣ ଖରାରେ କେବେ ବି ଆମେ ବସିବାନି। ତ ଦେଖନ୍ତୁ ଏଠି କେତେ ସୁନ୍ଦର ଆଉ ଚିକ୍କଣ ହେଇଗଲା। ଏବେ ଯିବା ନେକ୍ସଟ ଟିପ୍କୁ। ଆମେ ଯେତେବେଳେ ଅଟାକୁ ଆଣୁଛନ୍ତି ବେଲୁଛନ୍ତି ଆମେ ରୁଟି, ତ ବାରମ୍ବାର କ'ଣ କରୁଛନ୍ତି ନା ଆମେ କ'ଣ କରୁଛନ୍ତି ନା ଅଟାକୁ ଆଣୁଛନ୍ତି ଆମେ ଏମିତି ପକେଇକିରି ବେଲିବାକୁ ଆମକୁ ପଡ଼େ। ସବୁ ଗୃହିଣୀଙ୍କର ଏଇ କାମ। ତ କ'ଣ କରିବା ଆମେ, ଜଣେ ଜଣ କ'ଣ କରନ୍ତି ସେଇ ହାତ ହେଇଥିବେ ରୋଷେଇ କରୁଥିବେ କିମ୍ବା କୌଣସି ଉଷୁନା ମୁଷୁନା ଧରିଥିବେ, କ'ଣ କରିବେ ନା ସେଇ ହାତରେ ପୁଣି ଅଟାକୁ ନେବେ। ଆମେ କ'ଣ କରିବା, ଅଟା ବିଲକୁଲ ବି ହାତରେ ନେବାନି। ଆମେ ଯଦି ଏଇ ଟିପ୍ ଫଲୋ କରିବା ଆମର ସବୁଦିନ ପାଇଁ ରୁଟି ବେଲିବା ଚିନ୍ତା ଯିବ, କାରଣ ଆମ ହାତ ସେଥିରେ ପଶିବନି କିମ୍ବା କୌଣସି ହାତ ପଶିଲେ ସିନା ଯେଉଁ ଅଟାଟା ଲାଗିବ କିମ୍ବା ଅଟାରେ ମାରା ହେବ। ଆଉ ଯେତେବେଳେ ଓଷା ବାର କରୁଛନ୍ତି ନା ସେଇ ଅଟା ହିଁ ଆମେ କାରବାର କରିପାରିବା, ଅଲଗା ଅଟା ଦରକାର ନାହିଁ। ଦେଖନ୍ତୁ ଯଦି ଆମେ ଏମିତି ଚାହା ଛଣା ନେଇକି ଯଦି ଏମିତି ଆଣିବା, ଏଇଥିରେ ଆମେ ଦୁଇଟା କାମ ହେଇଯିବ। ଏମିତି ଛିଞ୍ଚିକିରି ବି ପକାଇ ପାରିବା, ଆଉ କ'ଣ କରିବା ନା ଆମର ହାତ ବି ଲାଗିବନି, ଆଉ ଆମ ଓଷା ବାରକୁ ଆମେ ସବୁବେଳେ ସେଇ ଅଟା ହିଁ ବ୍ୟବହାର କରିପାରିବା। କାରଣ ଆମେ ରୋଷେଇ କଲାବେଳେ ଆମେ ସାଙ୍ଗେ ସାଙ୍ଗେ ତା ହାତ ଧୋଉନେ, ମନ ବି ପଡ଼ିବନି। ସେଇ ହାତରେ ଆମେ ଅଟାକୁ ନେଇ ଆସିବା। ଯଦି ଏମିତି ରଖିଦେଇଥିବା ଗୋଟେ ଚାହା ଛଣା ସେଥିରେ, ତ ଆମେ ସେ ଅଟାକୁ ଛିଞ୍ଚିକିରି ଦେଇପାରିବା ବେଲିଲା ବେଳେ, ଆଉ ଆମର ଅଟା ବି ସୁରକ୍ଷିତ ରହିବ ଆଉ ମାରା ହେବନି। ଓଷା ବାରରେ ଆମେ ସେଇ ଅଟା ହିଁ ଆମେ ବ୍ୟବହାର କରିପାରିବା। ଦୁଇ ପ୍ରକାର କାମ ଏଇଠି ହେଲା। ତ ଏଇ ଚାହା ଛଣାରେ ଆମେ ଏମିତି ବହୁତ ବହୁତ ରୁଟି ଆମେ ତିଆରି କରିକି ରଖିବା, ବିନା ହାତ ଲଗେଇକି। ହାତ ଟୋଟାଲି ଲାଗିବନି। ଅଟା ଚକଟିବାରେ ବି ହାତ ଲାଗିବନି। ସାଙ୍ଗମାନେ ଯଦି କହିବେ ସେ ଭିଡ଼ିଓ ଆଣିବି ପୁଣି। ଏଠି ଦେଖନ୍ତୁ ବହୁତ ବହୁତ ରୁଟି ମୁଁ ଏମିତି ହିଁ ବେଲିକି ରଖିଦେଲି। କେଉଁଠି ଦେଖୁଛନ୍ତି ଭିଡ଼ିଓ ଟିକେ କମେଣ୍ଟରେ ଜଣାନ୍ତୁ, ଆଉ ଲାଇକ୍ ଗୋଟେ ନିଶ୍ଚୟ ଦିଅନ୍ତୁ। ସବସ୍କ୍ରାଇବ୍ ଯଦି ନ କରିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।